ଝାରସୁଗୁଡ଼ା ପୋଲିସର ବଡ଼ ସଫଳତା। ଜିଲ୍ଲାରେ ବଢ଼ୁଥିବା ନିଶା କାରବାରକୁ ନେଇ ଝାରସୁଗୁଡ଼ା ପୋଲିସର ଦମନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ନିଶାମୁକ୍ତି ଅଭିଯାନକୁ ତ୍ୱରାନ୍ୱିତ କରି ଝାରସୁଗୁଡ଼ା ସଦର ଥାନା ପୋଲିସ ଏକ ଆନ୍ତଃଜିଲ୍ଲା ଡ୍ରଗ୍ସ ରାକେଟର ପର୍ଦ୍ଦାଫାଶ କରିଛି। ଏହି ଅଭିଯାନରେ 5 ଜଣ କୁଖ୍ୟାତ ନିଶା ବେପାରୀ ପୋଲିସ ହାତରେ ଲାଗିଛନ୍ତି। ବରିଷ୍ଠ ପୋଲିସ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ ସ୍ୱତନ୍ତ୍ର ଟିମ୍ ସଦର ଥାନା ଅଞ୍ଚଳରେ ଅତର୍କିତ ଚଢ଼ାଉ କରିଥିଲା। ଏହି ଚଢ଼ାଉ ବେଳେ ଅଭିଯୁକ୍ତମାନଙ୍କ ନିକଟରୁ 6 ଷ୍ଟ୍ରିପ୍ ନିଟ୍ରାଜେପାମ ନିଶା ବଟିକା, 17.70 ଗ୍ରାମ ବ୍ରାଉନ୍ ସୁଗର, 6ଟି ମୋବାଇଲ ଫୋନ୍ ଓ ନଗଦ 2000 ଟଙ୍କା ଜବତ କରାଯାଇଛି। ଏହି ଘଟଣାରେ ଗିରଫ ଅଭିଯୁକ୍ତମାନେ ହେଲେ କିଶୋର ମାଲି, ଛୋଟୁ ସେନ୍ଦ୍ରିଆ, ସାବାନା ଖାତୁନ, ଶାହରୁଖ ଖାନ ଓ ସଲମାନ ଖାନ। ଏନ୍ଡିପିଏସ୍ ଆକ୍ଟ ଅନୁଯାୟୀ ସମସ୍ତ ଅଭିଯୁକ୍ତଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ନେଇ ଝାରସୁଗୁଡ଼ା ଏସ୍ପିଙ୍କ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। आज सदर पुलिस स्टेशन को बहुत बड़ा सफलता मिली अंदर निशा मुक्त ओडिशा अभियान एसडीपीओ झारसुगुड़ा सुपरविजन आईएसी सदर लीडरशिप आज गोटे कवर मिलता इमीडिएटली टीम राइड करता इमाम पड़ा हमारा कब्रिस्तान पड़ा तो आम 5 जन को अरेस्ट कर लू और महिला भी अच्छे। So totally we have seized 17.70 grams of brown sugar और nitrozepam tablets भी अच्छे। So 6 strips हमें seize कर लो, total 60 strips हमें seize कर लो। और सही का mobile phones, cash and injection vial भी हमें seize कर लो। सही का ऑपरेशन हमारा निशा मुक्त अभियान है। आप जानते हैं एंटर ओडिशा से चलती वेरीफाई कर बैकवर्ड लिंकेज गोटे कवर मिलता कन्फ्यूज कर खड़गपुर वेरीफाइंग एक्जाक्टली द सोर्स कोटी से ब्राउन सुगर टेक्निकल डिटेल्स वेरीफाई कर सो फॉरवर्ड समय जाने कोटी एक्जाक्टली द सोर्स द बैकवर्ड लिंकेज कोटी विल अपडेट यू फॉर द थैंक यू।